ଦର୍ପଣ ଆଣିବା ପାଇଁ ରାଜାଙ୍କ ଆଦେଶ ପ୍ରତି ଅମାତ୍ୟମାନେ କର୍ଣ୍ଣପାତ କଲେ ନାହିଁ। ସେମାନେ ବିମୁଗ୍ଧ ନୟନରେ ସେ ପ୍ରତିମା ଆଡ଼େ ଅନାଇ ରହିଥିଲେ। ମହାରାଜ, ଖାଲି ଆପଣ ନୁହନ୍ତି, ଆପଣଙ୍କର ଏ ଅତିଜ୍ଞାନୀ ଅମାତ୍ୟମାନେ ବି ଖୁବ୍ ସୁନ୍ଦର ଦିଶୁଛନ୍ତି, ରାଜୁ କହିଲା। ରାଜା ଗମ୍ଭୀର ହୋଇଗଲେ। ସେହି ପରିତ୍ୟକ୍ତ ନଗରର ଅର୍ଦ୍ଧଧ୍ୱସ୍ତ ସ୍ତମ୍ଭଗୁଡ଼ିକ ଭଳି ନିଶ୍ଚଳ ଭାବରେ ଠିଆ ହୋଇ ରହିଥିବା ଅମାତ୍ୟବର୍ଗଙ୍କୁ ସେ ଥରେ ପର୍ଯ୍ୟବେକ୍ଷଣ କରିନେଲେ। ସେମାନେ ସେଯାଏ ଅପଲକ ଆଖିରେ ପ୍ରତିମା ଆଡ଼େ ଅନାଇଥାନ୍ତି। କିନ୍ତୁ ଏମାନେ ସୁନ୍ଦର ଦିଶିବା ଦରକାର କ'ଣ? ପ୍ରତିମା ଜୀବନ ପାଇଲେ ତାକୁ ବାହା ହେବା ପାତ୍ର ତ ମୁଁ, ରାଜା ଅଭିଯୋଗ କଲା ଭଳି କଣ୍ଠରେ କହିଲେ। କ'ଣ କହିଲେ? ବାହା ହେବେ? ରାଜୁ ଚମକି ପଡ଼ି ଭ୍ରୂକୁଞ୍ଚନ କରି ପ୍ରଶ୍ନ କଲା। ଆଉ? ରାଜୁର ଅବାନ୍ତର ପ୍ରଶ୍ନରେ ରାଜା ଆଶ୍ଚର୍ଯ୍ୟ ହେଲେ। ମୁଁ ବାହା ନ ହେବି ତ ସୁନ୍ଦରୀ ଜୀବନ୍ୟାସ ପାଇବ କିଆଁ? ତୋର କ'ଣ ସାଧାରଣ ଜ୍ଞାନ ନାହିଁ? ମୋ ମୁଣ୍ଡକୁ ଏ ସମ୍ଭାବନା ଜୁଟି ନଥିଲା। ରାଜା କରୁଣାପୂର୍ଣ୍ଣ ହସ ହସିଲେ ଓ କହିଲେ, ଟୋକା, ସବୁ କଥା ଯଦି ତୋ ମୁଣ୍ଡକୁ ଜୁଟିବ ତେବେ ଏ ମୁଣ୍ଡ ରହିଛି କାହିଁକି? ରାଜା ନିଜ ମୁଣ୍ଡ ଦେଖାଇଦେଲେ। ଚଣ୍ଡ ପ୍ରଚଣ୍ଡ ମହାରାଜ, ଆପଣଙ୍କ ଭଳି। କିନ୍ତୁ ରାଜା ରାଜୁକୁ କହିବାକୁ ଦେଲେ ନାହିଁ। ଆରେ ଆମ୍ଭେ ଜାଣୁ ତୁ କ'ଣ କହୁଛୁ। ଆମ୍ଭ ଭଳି ଯୋଗ୍ୟ ପାତ୍ର ନ ହେଲେ ଏଭଳି ସୁନ୍ଦରୀ କନ୍ୟାକୁ କିଏ ବିଭା ହେବ, ଏଇଆ ତ? ହା ହା। ମହାରାଜ, କହୁଥିଲି କି ଆପଣଙ୍କ ଭଳି ପ୍ରବୀଣ ବ୍ୟକ୍ତି ପକ୍ଷରେ ଏଭଳି ମୂର୍ଖ ଜନୋଚିତ କଥା ଶୋଭା ପାଉନାହିଁ, ରାଜୁ ଟିକିଏ ଉତ୍ତେଜିତ ଭାବରେ କହିଲା। ଆମ୍ଭେ ମୂର୍ଖ? ତୋର ଏଡ଼େ ସାହସ? ରାଜା ନିଶ ମୋଡ଼ିଲେ। ତୋର ଏଡ଼େ ସାହସ? ଅମାତ୍ୟବର୍ଗ ବି ଏହା କହି ନିଜ ନିଜ ନିଶ ମୋଡ଼ିଲେ, ଯଦିଓ ସେମାନଙ୍କ ଭିତରୁ ଦୁଇ ଜଣଙ୍କର ଜମାରୁ ନିଶ ନଥିଲା। ମୁହୂର୍ତ୍ତକ ଆଗରୁ ଆପଣ କେଡ଼େ ଉଜ୍ଜ୍ୱଳ ଦିଶୁଥିଲେ। ଯଦି ଆପଣ ଏ କନ୍ୟାକୁ ବିଭା ହେବାରେ କିଛି ଅସଙ୍ଗତି ନଥାନ୍ତା ତେବେ ସେମିତି ଉଜ୍ଜ୍ୱଳ ଦିଶିଥାନ୍ତେ। କିନ୍ତୁ ମୁଣ୍ଡକୁ ଏ ଦୁଷ୍ଟବୁଦ୍ଧି ଆସିଯିବା ମାତ୍ରେ ପୁଣି ପୂର୍ବ ପରି ବୋକା ଦିଶିଲେଣି। ଆପଣ ଏକା ନୁହନ୍ତି, ସବୁ ଅମାତ୍ୟମାନେ ବି। ଆମ୍ଭେ ବୋକା? କ୍ରୋଧରେ ରାଜାଙ୍କ କଣ୍ଠ ରୁଦ୍ଧ ହୋଇଗଲା। ଆମ୍ଭେ ବୋକା? ଅମାତ୍ୟମାନେ ବିକଟ କଣ୍ଠରେ ପ୍ରଶ୍ନ କଲେ। ତାପରେ ସମସ୍ତେ ଏକାବେଳକେ ରାଜୁ ଉପରକୁ କୁଦି ପଡ଼ିଲେ। କିନ୍ତୁ ରାଜୁ ଖସିଗଲା। ଗୋଟାଏ ଗୁଣ୍ଡୁଚି ଭଳି ସେ ଏକ ଶିଳାଖଣ୍ଡ ଉପରୁ ଅନ୍ୟ ଶିଳାଖଣ୍ଡ ଉପରକୁ ଡେଇଁ ଡେଇଁ ପ୍ରପାତ ଦିଗକୁ ଅଗ୍ରସର ହେଉଥାଏ। ମନ୍ତ୍ରୀ ଓ ଅମାତ୍ୟମାନେ ତାକୁ ଧରିବାକୁ ଚେଷ୍ଟା କରି ଖଣ୍ଡିଆ ଖାବରା ହେଲେ। ଜଣେ ଦୁଇ ଜଣଙ୍କ ପଗଡ଼ି ଖସି ପଡ଼ିଲା। ଗୋଡ଼ ଖସିଯିବା ଫଳରେ ଦୁଇ ଜଣ ଖଣ୍ଡିଏ ଶିଳାଖଣ୍ଡ ଉପରୁ ଯୋଡ଼ିଏ କାକୁଡ଼ି ଭଳି ଓହଳି ରହିଲେ। ପ୍ରପାତ ଆଗରେ ଜଳଧାରା ଆଡ଼େ ପିଠି କରି ଛିଡ଼ା ହୋଇ ରାଜୁ ହସିଲା। ଆରେ ବାଳକ, ସେ ସ୍ଥାନ ବଡ଼ ଭୟଙ୍କର, ରାଜା ଚେତାବନୀ ଶୁଣାଇଲେ। ଆପଣଙ୍କ ସଂସର୍ଗଠୁଁ ଅଧିକ ଭୟଙ୍କର ନୁହେଁ ମହାରାଜ, ରାଜୁ ଉତ୍ତର ଦେଲା ଓ ପ୍ରପାତର ନିକଟତର ହେବାକୁ ଲାଗିଲା। ପ୍ରପାତ ଉପରେ ମନୋରମ ଇନ୍ଦ୍ରଧନୁଟିଏ ରତ୍ନମେଢ଼ ଭଳି ଶୋଭା ପାଉଥାଏ। ତା ତଳେ ରାଜୁ ଟିକି ଦେବତାଟିଏ ଭଳି ଅପରୂପ ଦିଶୁଥାଏ। ପ୍ରପାତର ପଟ୍ଟଭୂମିରେ ଉଚ୍ଛଳ ସବୁଜ ବୃକ୍ଷଲତା ଶୋଭିତ ପର୍ବତମାନେ ସକାଳର ସୂର୍ଯ୍ୟାଲୋକରେ ଉଦ୍ଭାସିତ ହୋଇ ଦିବ୍ୟ ଦିଶୁଥିଲେ। ପ୍ରପାତର ଧୂଳି ଧୂଳି ଜଳଚୂର୍ଣ୍ଣ ରାଜୁଆଡ଼େ ଫୁତ୍କାରିତ ହୋଇ ଆସୁଥାଏ। ରାଜୁ ଦୁଇ ବାହୁ ବଢ଼ାଇ ତାର ଶିହରଣ ଅନୁଭବ କଲା। ମହାରାଜ, ମୁଁ ପ୍ରପାତର ଅନ୍ୟ ଦିଗକୁ ଚାଲିଲି, ସେ କହିଲା। ବାଳକ, ଯିଏ ସେପାରିକୁ ଯାଏ ସିଏ ଆଉ ଲେଉଟି ଆସିପାରେ ନାହିଁ, ରାଜା ପାଟି କରି କହିଲେ। ହୁଏତ ସେମାନେ ଲେଉଟି ଆସିବାକୁ ମନ କରନ୍ତି ନାହିଁ, ମୁଁ କିନ୍ତୁ ଆସିବି, ପ୍ରତିମାରେ ଜୀବନ୍ୟାସର ରହସ୍ୟ ଜାଣିବା ପରେ। ଆପଣ ସେଯାଏ ପ୍ରତିମାର ସୁରକ୍ଷା ପାଇଁ ବ୍ୟବସ୍ଥା କରିବେଟି? ରାଜୁର କଣ୍ଠସ୍ୱର ପର୍ବତରେ ପ୍ରତିଧ୍ୱନି ତୋଳିଲା। ରାଜା ଚମତ୍କୃତ ହୋଇ ଅନାଇଥାନ୍ତି। ହଠାତ୍ ଚେତିଉଠି ସେ କହିଲେ, ହଁ ହଁ, ଆମ୍ଭେ ତାର ସୁରକ୍ଷା ବ୍ୟବସ୍ଥା କରିବୁ। ସେ ତ ଆମ୍ଭ ପାଇଁ ଲଡ଼ୁ ଭଳି ଗୋଟାଏ ନୁହେଁ, ପାଛିଆଏ ଲଡ଼ୁ ଭଳି। ଯିଏ ତାକୁ ଛୁଇଁବ ସେ ତାର ମୁଣ୍ଡଟି ହରାଇବ। ତୁ କିନ୍ତୁ ଶୀଘ୍ର ଫେରିବୁ, ତୋତେ ରାଜ୍ୟରୁ ଅଂଶ ଦେବୁ। ସମସ୍ତେ କହନ୍ତି ଆମ୍ଭ କନ୍ୟାମାନେ ଦେଖିବାକୁ ଆମ୍ଭରି ଭଳି। ସେଥିରୁ ଜଣକୁ ତୁ ବିଭା ହେବୁ। ତେବେ ତୋର ଯଦି ଧାରଣା ଆମ୍ଭେ ଯଥେଷ୍ଟ ସୁନ୍ଦର ନୋହୁଁ, ଏହା ଭିତରେ ଆମ୍ଭେ ଅଧିକ ସୁନ୍ଦର ବନିଯିବୁ। ପ୍ରତିଥର ଗୋଟାଏ ଅଧିକା ମୁର୍ଗୀ ଖାଇବୁଁ, ଦିନକୁ 2 ଥର ଖିଅର ହେବୁଁ। ଜୀବନରେ ପୁଣି ସକାଳୁଆ ପବନ ଆମ୍ଭକୁ ସ୍ପର୍ଶ କରିବ, ତାକୁ ସେ ସୁଯୋଗ ଦେବୁ ନାହିଁ। ଚନ୍ଦ୍ର ପ୍ରସ୍ତ ପ୍ରସ୍ତ ମେଘ ଭିତରେ କ୍ରମେ ପୂରାପୂରି ଲୁଚିଗଲା ଭଳି
ରାଜୁର ଚେହେରା ପ୍ରପାତର ପ୍ରସ୍ତ ପ୍ରସ୍ତ ଜଳଧାରା ଭିତରେ କ୍ରମେ ଝାପ୍ସା ହୋଇ ତାପରେ ପୂରାପୂରି ହଜିଗଲା। ପ୍ରପାତ ଟପିଯିବା ପାଇଁ କେତେ ସମୟ ଲାଗିଗଲା ସେ କଥା ରାଜୁ ବୁଝିପାରିଲା ନାହିଁ। ମନେ ହେଉଥିଲା ପାଦତଳର ମାଟି ଯେପରି ତୀବ୍ର ଗତିରେ ବିପରୀତ ଦିଗକୁ ଅପସରି ଯାଉଛି ଏବଂ ସେଥିପାଇଁ ପ୍ରତି ପଦକ୍ଷେପରେ ସେ ଅତିକ୍ରମ କରୁଛି ଏକ ଯୋଜନ ପଥ। ପ୍ରପାତ ସେପଟେ ବ୍ୟାପି ରହିଥିଲା ଏକ ପାର୍ବତ୍ୟ ମୂଲକ। କନକ ଉପତ୍ୟକାଠୁ ତାହା ଭିନ୍ନ ନୁହେଁ ଅଥଚ ଭିନ୍ନ। ମନେ ହେଲା ସୂର୍ଯ୍ୟ ଯେପରିକି ସେଠି କେବେ ବିଶେଷ ପ୍ରଖର ହୁଏ ନାହିଁ, ବୃକ୍ଷଲତା ପ୍ରଚୁର କିନ୍ତୁ ଫୁଲ ଫୁଟେ ନାହିଁ। ଭଲ ଭାବରେ ଚତୁର୍ଦିଗ ଦେଖିବା ନିମନ୍ତେ ରାଜୁ ଗୋଟିଏ ପାହାଡ଼ ଉପରକୁ ଉଠିଗଲା। ଦେଖିଲା ନଦୀଟିଏ ସେ ମୂଲକକୁ ପ୍ରାୟ ବେଷ୍ଟନ କରି ଦୂର ଦିଗନ୍ତରେ ମିଶିଯାଇଛି। ଆରେ ଇଏ କିଏ? ରାଜୁ ଏ ବିକୃତ କଣ୍ଠସ୍ୱରରେ ଚମକି ପଡ଼ି ପଛକୁ ଚାହିଁଲା। ଖଣ୍ଡିଏ ଉଚ୍ଚତର ଶିଳା ଉପରୁ ଜଣେ ବକ୍ରକାୟ ବକ୍ର ଦାଢ଼ିବନ୍ତ ବ୍ୟକ୍ତି ତା ଆଡ଼କୁ ଆସୁଥିଲା। କିଏ ତମେ? କ'ଣ କରୁଛ ଏଠି? ଆଶ୍ଚର୍ଯ୍ୟ ହୋଇ ପଚାରିଲା ବକ୍ର ଦାଢ଼ିବନ୍ତ। ମୁଁ ରାଜୁ, କିଛି କରୁନାହିଁ। ତମେ? ତମ କଥାର ଢଙ୍ଗ ବଡ଼ ଉଦ୍ଧତ ମନେ ହୁଏ ତରୁଣ। ମୁଁ ଏହି ଜ୍ଞାନ ବିଜ୍ଞାନ ରାଜ୍ୟର ପୁରୋହିତ ତଥା ଏହାର ସୀମାନ୍ତର ପ୍ରଭୁ। ତମର ଉଦ୍ଦେଶ୍ୟ? ବକ୍ର ଦାଢ଼ିବନ୍ତ ଉତ୍କଣ୍ଠିତ ଭାବରେ ପ୍ରଶ୍ନ କଲା। ମୁଁ ଦୂରପଥର ଯାତ୍ରୀ। ଏ ରାଜ୍ୟ ଅତିକ୍ରମ କରିଯିବା ବ୍ୟତୀତ ମୋର ଅନ୍ୟ ଉଦ୍ଦେଶ୍ୟ ନାହିଁ, ରାଜୁ ସହଜ ଭାବରେ ଉତ୍ତର ଦେଲା। ବକ୍ର ଦାଢ଼ିବନ୍ତର ତୀବ୍ର ଦୃଷ୍ଟି ଆଗରେ ଗଣ୍ଡାର ବି ଭୟରେ ଶିହରି ଉଠେ। ତେଣୁ ରାଜୁକୁ ଏଭଳି ନିର୍ଭୟ ଦେଖି ସେ ବିସ୍ମିତ ଓ ବିରକ୍ତ ହେଲା। ତେବେ ଉପରକୁ ସେ ଭଦ୍ର ବ୍ୟବହାର କରିବାକୁ ସ୍ଥିର କଲା। ତରୁଣ, ତମକୁ ସ୍ୱାଗତ କରୁଛି। ଏଇ ନଦୀ ସନ୍ତରଣ ଦ୍ୱାରା ପାରି ହେଲେ ହେଲା, ତେଣିକି ଜେଣିକି ମନ ଯାଅ। ରାଜୁ ସେ ବୃଦ୍ଧଠୁ ଶୀଘ୍ର ଖସିଯିବାକୁ ବ୍ୟଗ୍ର ହେଉଥିଲା। ସେ ତତ୍କ୍ଷଣାତ୍ ନଦୀ ବକ୍ଷକୁ ଲମ୍ଫ ଦେଲା ଓ ଅନ୍ୟ ତୀରରେ ଉଠିଲା। ଆଶ୍ଚର୍ଯ୍ୟର କଥା, ସେଇ କୂଳକୁ ଉଠିବା ବେଳକୁ ସେଠି ଠିଆ ହୋଇଥିଲା ସେ ବୃଦ୍ଧ। ତମେ କେତେବେଳେ ନଦୀ ପାରି ହେଲ? ରାଜୁ ପ୍ରଶ୍ନ କଲା। ମୁଁ ସେପାରିରେ ମିଳେଇ ଯାଇ ଏପାରିରେ ପୁଣି ଜମାଟ ବାନ୍ଧିଗଲି, ବାସ୍। ଆଶ୍ଚର୍ଯ୍ୟ, ଏହା ସମ୍ଭବ? ସମ୍ଭବ। ବୃଦ୍ଧ ସତେଅବା ସେ ପ୍ରଶ୍ନ ଆଶା କରୁଥିଲା। ସେ ସଂକ୍ଷେପରେ ବୁଝାଇ ଦେଲା, ଆମ ଦେହ କେତେକ ଶକ୍ତି ତରଙ୍ଗର ସ୍ଥୂଳ ରୂପ। ଯିଏ ଉପାୟ ଜାଣେ ସିଏ ତା ଦେହକୁ ଶକ୍ତି ତରଙ୍ଗରେ ପରିଣତ କରି ପୁଣି ସେ ଶକ୍ତି ତରଙ୍ଗକୁ ଦେହରେ ପରିଣତ କରିପାରିବ। ବୁଝିଲି। ନା ବାବୁ, ବୁଝିବା ଏତେ ସହଜ ନୁହେଁ। ଏହା ଜ୍ଞାନ ବିଜ୍ଞାନ ରାଜ୍ୟ। ତଥାପି ଏ ଜ୍ଞାନଟି ଅଳ୍ପ କେତେଜଣଙ୍କ ଭିତରେ ସୀମାବଦ୍ଧ। ଏ ରାଜ୍ୟର ନାଗରିକ ହେବା ପରେ ଅଧିକ ବୁଝିବ। ଆସ, ତମକୁ ନୂଆ ନାମଟିଏ ଦିଏଁ, ନହେଲେ ତମେ ଆମର ନାଗରିକ ହୋଇପାରିବ ନାହିଁ, ବକ୍ର ଦାଢ଼ିବନ୍ତ ଗମ୍ଭୀର ହୋଇ କହିଲା। ରାଜୁ ତ କିଛି ମନ୍ଦ ନାମ ନୁହେଁ। ପଛରୁ ମେଣ୍ଢା ମୁଣ୍ଡିଆ ଖାଇଲା ଭଳି ଚମକି ପଡ଼ିଲା ବୃଦ୍ଧ। ତମେ ତମ ନାମ ମନେ ରଖିଲ କିପରି? ସେ ଉତ୍ତେଜିତ ଭାବରେ ପ୍ରଶ୍ନ କଲା। କାରଣ ଏଇଟା ମୋର ନିଜସ୍ୱ ନାମ, ବିଶେଷ ଲମ୍ବା ନୁହେଁ କି ଜଟିଳ ନୁହେଁ। ତରୁଣ, ତମେ ଜାଣନା, ଯିଏ ଥରେ ଏ ନଦୀ ପାରି ହେବ ସେ ତାର ପୂର୍ବ ଜୀବନ ସମ୍ପୂର୍ଣ୍ଣ ପାସୋରି ଦେବ, ନହେଲେ ସେ ଏ ରାଜ୍ୟର ନାଗରିକ ହେବ କିପରି? ତମ ରାଜ୍ୟର ନାଗରିକ ହେବା ପାଇଁ ମୋର କେଉଁ ଗରଜ? ରାଜୁ ବୃଦ୍ଧଠୁ ଘୁଞ୍ଚିଗଲା। ତରୁଣ, ତମେ ଉଦ୍ଧତ। ଏ ଜ୍ଞାନ ବିଜ୍ଞାନ ରାଜ୍ୟର ନାଗରିକ ହେବା ସୌଭାଗ୍ୟର କଥା। ମୁଁ ବେଶ୍ କେତେଜଣ ପଥଭ୍ରଷ୍ଟଙ୍କୁ ନାଗରିକ କରିଛି। ତମ ଭିତରେ କିଛି ଗଲତ ଅଛି ନିଶ୍ଚୟ। ବୃଦ୍ଧର ସ୍ୱର କୁପିତ ଶୁଣାଗଲା। ରାଜୁ ମନେ ମନେ ହସିଲା। ତା ଭିତରେ ନିଶ୍ଚୟ ଗଲତ କିଛି ନାହିଁ ବୋଲି ସେ ତାର ସ୍ମୃତି ଅତୁଟ ରଖିପାରିଲା। ହଠାତ୍ ତାର ମନେ ହେଲା ପ୍ରତିମା ଅଙ୍ଗୁଳିରୁ ତା ଅଙ୍ଗୁଳି ଭିତରକୁ ଖସି ଆସିଥିବା ମୁଦିଟି ଯୋଗୁଁ ହିଁ ନଦୀର ସେଭଳି ଭୟଙ୍କର ପ୍ରଭାବରୁ ସେ ମୁକ୍ତ ରହିପାରିଛି। ତମେ ଆଉ ଥରେ ଦୁଇଥର ନଦୀରେ ସନ୍ତରଣ କଲ? ବୃଦ୍ଧ ନିର୍ଦ୍ଦେଶ ଦେଲା। ନା, ମୋର ସେଭଳି ପ୍ରବୃତ୍ତି ନାହିଁ। ପୁଣି ଔଦ୍ଧତ୍ୟ? ତମର ପ୍ରବୃତ୍ତି ଥିବା ନଥିବାର ପ୍ରଶ୍ନ କିଏ ଉଠାଉଛି? ଏହା ମୋର ଆଦେଶ। ଏହା କହି ବୃଦ୍ଧ ହାତ ତାଳି ଦେଲା। ରାଜୁ ଚମତ୍କୃତ ହୋଇ ଲକ୍ଷ୍ୟ କଲା ସେ ଧ୍ୱନିର ପ୍ରତିଧ୍ୱନି କ୍ରମେ ଦୁର୍ବଳ ହେବା ପରିବର୍ତ୍ତେ ଅଧିକ ପ୍ରବଳ ହେଉଥିଲା। ଏମିତି ମଜାଦାର ପ୍ରତିଧ୍ୱନି ମୁଁ କେବେ ଶୁଣି ନାହିଁ, ରାଜୁ କହିଲା। ଏହା ଆମର ଗୋଟାଏ ବୈଜ୍ଞାନିକ କରାମତି। ତମକୁ ମଜାଦାର ମାତ୍ର ଲାଗିଲା, ତାହାଠୁ ବେଶୀ କିଛି ନୁହେଁ। ବୃଦ୍ଧର ଏ ମନ୍ତବ୍ୟ ଉପରେ ରାଜୁ କିଛି କହିବା ପୂର୍ବରୁ ଭିନ୍ନ ଭିନ୍ନ ଦିଗରୁ ପ୍ରହରୀ ଦଳ ଭଳି ମନେ ହେଉଥିବା ଲୋକେ
ତା ଆଡ଼କୁ ଦୌଡ଼ି ଆସୁଥିବାର ସେ ଦେଖିଲା। ଧର ଏ ତରୁଣକୁ, ବୃଦ୍ଧ ରୁକ୍ଷ ଭାବରେ ଆଦେଶ ଦେଲା। ରାଜୁ ହରିଣ ଗତିରେ ଦୌଡ଼ି ପଳାଇଲା। ସେମାନେ ତାକୁ ଅନୁଧାବନ କଲେ। ଛୋଟ ଛୋଟ କେତେକ ପାହାଡ଼ ଅତିକ୍ରମ କରି ସେ ପହଞ୍ଚିଲା ଏକ ଉପତ୍ୟକାରେ। ଉପତ୍ୟକାର ଏକ ଦୂର ପ୍ରାନ୍ତରେ ଦେଖାଯାଉଥିଲା ଗୋଟିଏ ପ୍ରାସାଦ ଓ କେତେକ ଅଟ୍ଟାଳିକା। ରାଜୁ ଆଶ୍ରୟ ଆଶାରେ ସେହି ଦିଗରେ ଦୌଡ଼ିଲା। ପ୍ରହରୀମାନେ ତାର ନିକଟତର ହୋଇ ଆସୁଥିଲେ। ଅଣନିଶ୍ୱାସୀ ହେବାରୁ ରାଜୁ ସେମାନଙ୍କ ହାତରେ ଧରା ଦେବାକୁ ମନସ୍ଥ କଲା। ସେ ଦୌଡ଼ିବାରୁ କ୍ଷାନ୍ତ ହେଲା। କିନ୍ତୁ ପ୍ରହରୀମାନେ ହଠାତ୍ ରହିଗଲେ। ସେମାନଙ୍କ ଦୃଷ୍ଟି ଅନୁସରଣ କରି ରାଜୁ ପାର୍ଶ୍ୱବର୍ତ୍ତୀ ଏକ ପାହାଡ଼ ଉପରକୁ ଅନାଇଲା। ଯାହା ଦେଖିଲା ସେଥିରେ ତାର ବିସ୍ମୟର ସୀମା ରହିଲା ନାହିଁ।